ଜାଭାରେ ଷ୍ଟ୍ରିଙ୍ଗ୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲକୁ ସ୍ୱାଗତ। ଏହି ଟ୍ୟୁଟୋରିଆଲରେ ଆପଣ ଶିଖିବେ କିପରି ଷ୍ଟ୍ରିଙ୍ଗ୍ସ କ୍ରିଏଟ୍ କରିବା, ଷ୍ଟ୍ରିଙ୍ଗ୍ସ ଆଡ୍ କରିବା ଏବଂ ଲୋୟର କେସ୍ ଓ ଅପର କେସ୍ କନଭର୍ଟ କରିବା ପରି ମୌଳିକ ଷ୍ଟ୍ରିଙ୍ଗ ଅପରେସନ୍ସ ପ୍ରଦର୍ଶନ କରିବା। ଏହି ଟ୍ୟୁଟୋରିଆଲ ପାଇଁ ଆମେ ବ୍ୟବହାର କରୁଛୁ ଉବୁଣ୍ଟୁ 1110, ଜେଡିକେ 16 ଓ ଏକ୍ଲିପ୍ସ 37। ଏହି ଟ୍ୟୁଟୋରିଆଲ ଅନୁସରଣ କରିବା ପାଇଁ ଆପଣଙ୍କର ଜାଭାରେ ଡାଟା ଟାଇପ୍ସର ଜ୍ଞାନ ଥିବା ଦରକାର। ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ। ଜାଭାରେ ଷ୍ଟ୍ରିଙ୍ଗ୍ସ ହେଉଛି କ୍ୟାରେକ୍ଟର୍ସର ଏକ ଶୃଙ୍ଖଳା। ଷ୍ଟ୍ରିଙ୍ଗ୍ସ ଆରମ୍ଭ କରିବା ପୂର୍ବରୁ ଆମେ ପ୍ରଥମେ କ୍ୟାରେକ୍ଟର ଡେଟା ଟାଇପ୍ ଦେଖିବା। ଏବେ ଏକ୍ଲିପ୍ସକୁ ଯାଆନ୍ତୁ। ଏଠାରେ ଆମ ପାଖରେ ଏକ୍ଲିପ୍ସ IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ ସ୍କେଲେଟନ୍ ଅଛି। ଷ୍ଟ୍ରିଙ୍ଗଡେମୋ ନାମକ ମୁଁ ଏକ କ୍ଲାସ୍ କ୍ରିଏଟ୍ କରି ମେନ୍ ମେଥଡ୍ ଆଡ୍ କରିଛି। ମେନ୍ ମେଥଡ୍ ଭିତରେ ଟାଇପ୍ କରନ୍ତୁ ଚାର୍ ଷ୍ଟାର୍ ଇକ୍ୱାଲ୍ ଟୁ ସିଙ୍ଗଲ୍ କୋଟ୍ସରେ ଆଷ୍ଟ୍ରିକ୍ସ। ଏହି ଷ୍ଟେଟମେଣ୍ଟ ଷ୍ଟାର୍ ନାମରେ ଓ ଚାର୍ ଟାଇପ୍ ର ଏକ ଭେରିଏବଲ୍ କ୍ରିଏଟ୍ କରେ। ଏହା ଗୋଟିଏ ହିଁ କ୍ୟାରେକ୍ଟର୍ ଷ୍ଟୋର୍ କରିପାରେ। କିଛି କ୍ୟାରେକ୍ଟର୍ସ ବ୍ୟବହାର କରି ଚାଲନ୍ତୁ ଏହି ଶବ୍ଦକୁ ପ୍ରିଣ୍ଟ କରିବା। ଚାର୍ ଲାଇନ୍ କାଢି ଟାଇପ୍ କରନ୍ତୁ ଚାର୍ C1 ଇକ୍ୱାଲ୍ ଟୁ ସିଙ୍ଗଲ୍ କୋଟ୍ସରେ C। ଚାର୍ C2 ଇକ୍ୱାଲ୍ ଟୁ ସିଙ୍ଗଲ୍ କୋଟ୍ସରେ A। ଚାର୍ C3 ଇକ୍ୱାଲ୍ ଟୁ ସିଙ୍ଗଲ୍ କୋଟ୍ସରେ R। ଆମେ କାର୍ ଶବ୍ଦ ତିଆରି କରିବା ପାଇଁ ତିନୋଟି କ୍ୟାରେକ୍ଟର୍ସ କ୍ରିଏଟ୍ କରିଛେ। ଚାଲନ୍ତୁ ଶବ୍ଦଟିକୁ ପ୍ରିଣ୍ଟ କରିବା ପାଇଁ ସେଗୁଡିକ ବ୍ୟବହାର କରିବା। ଟାଇପ୍ କରନ୍ତୁ ସିଷ୍ଟମ୍ ଡଟ୍ ଆଉଟ୍ ଡଟ୍ ପ୍ରିଣ୍ଟ C1। ସିଷ୍ଟମ୍ ଡଟ୍ ଆଉଟ୍ ପ୍ରିଣ୍ଟ C2। ସିଷ୍ଟମ୍ ଡଟ୍ ଆଉଟ୍ ପ୍ରିଣ୍ଟ C3। ଦୟାକରି ଧ୍ୟାନ ଦିଅନ୍ତୁ ଯେ ମୁଁ ପ୍ରିଣ୍ଟ ଏଲଏନ୍ ବଦଳରେ ପ୍ରିଣ୍ଟ ବ୍ୟବହାର କରୁଛି, ଯେଉଁଥିରୁ ସମସ୍ତ କ୍ୟାରେକ୍ଟର୍ସ ସମାନ ଲାଇନ୍ ରେ ପ୍ରିଣ୍ଟ ହେବ। ଫାଇଲ୍ କୁ ସେଭ୍ କରି ରନ୍ କରନ୍ତୁ। ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ। କିନ୍ତୁ ଏହି ମେଥଡ୍ କେବଳ ଶବ୍ଦକୁ ପ୍ରିଣ୍ଟ କରେ, କ୍ରିଏଟ୍ କରେ ନାହିଁ। ଗୋଟିଏ ଶବ୍ଦ କ୍ରିଏଟ୍ କରିବାକୁ ଆମେ ଷ୍ଟ୍ରିଙ୍ଗ ଡେଟା ଟାଇପ୍ ବ୍ୟବହାର କରିବା। ଚାଲନ୍ତୁ ଏବେ ଏହାକୁ ଦେଖିବା। ମେନ୍ ମେଥଡ୍ ଭିତରେ ଥିବା ସବୁକିଛି କାଢି ଦେଇ ଟାଇପ୍ କରନ୍ତୁ ଷ୍ଟ୍ରିଙ୍ଗ ଗ୍ରୀଟ୍ ଇକ୍ୱାଲ୍ ଟୁ ହେଲୋ ଲର୍ଣ୍ଣର। ଦେଖନ୍ତୁ ଶବ୍ଦ ଷ୍ଟ୍ରିଙ୍ଗ ରେ S ଅପର କେସ୍ ରେ ଅଛି, ଆଉ ଆମେ ଡେଲିମିଟର ଭାବେ ସିଙ୍ଗଲ୍ କୋଟ୍ସ ବଦଳରେ ଡବଲ୍ କୋଟ୍ସ ବ୍ୟବହାର କରୁଛେ। ଏହି ଷ୍ଟେଟମେଣ୍ଟ ଷ୍ଟ୍ରିଙ୍ଗ ଟାଇପ୍ ର ଏକ ଭେରିଏବଲ୍ ଗ୍ରୀଟ୍ କ୍ରିଏଟ୍ କରେ। ଏବେ ଚାଲନ୍ତୁ ମେସେଜ୍ ପ୍ରିଣ୍ଟ କରିବା। ସିଷ୍ଟମ୍ ଡଟ୍ ଆଉଟ୍ ଡଟ୍ ପ୍ରିଣ୍ଟଲନ ଗ୍ରୀଟ୍। ଫାଇଲ୍ କୁ ସେଭ୍ କରି ରନ୍ କରନ୍ତୁ। ଆମେ ଦେଖିପାରୁଛେ ଯେ ମେସେଜ୍ ଟି ଭେରିଏବଲ୍ ରେ ଷ୍ଟୋର୍ ହେଲା ଓ ପ୍ରିଣ୍ଟ ହେଲା। ଷ୍ଟ୍ରିଙ୍ଗ୍ସ କୁ ଜାଭାରେ ମଧ୍ୟ ଆଡ୍ କରିହେବ। ଏହା କିପରି କରାଯାଏ ଚାଲନ୍ତୁ ଦେଖିବା। ମୁଁ ମେସେଜ୍ ରୁ ଲର୍ଣ୍ଣର କାଢି ଦେଉଛି। ଆମେ ନାମକୁ ଭିନ୍ନ ଭେରିଏବଲ୍ ରେ ଷ୍ଟୋର୍ କରିବା। ଷ୍ଟ୍ରିଙ୍ଗ ନେମ୍ ଇକ୍ୱାଲ୍ ଟୁ ଜାଭା। ଏବେ ଆମେ ଏକ ମେସେଜ୍ ତିଆରି କରିବାକୁ ଷ୍ଟ୍ରିଙ୍ଗ୍ସ ଆଡ୍ କରିବା। ଷ୍ଟ୍ରିଙ୍ଗ ଏମଏସଜି ଇକ୍ୱାଲ୍ ଟୁ ଗ୍ରୀଟ୍ ପ୍ଲସ୍ ନେମ୍। ପ୍ରିଣ୍ଟ ଷ୍ଟେଟମେଣ୍ଟ ରେ ମେସେଜ୍ କୁ ଗ୍ରୀଟ୍ ସହିତ ବଦଳାନ୍ତୁ ଏବଂ ଫାଇଲ୍ କୁ ସେଭ୍ କରି ରନ୍ କରନ୍ତୁ। ଦେଖନ୍ତୁ ଆଉଟପୁଟ୍ ଗ୍ରୀଟିଂ ଓ ନେମ୍ ପ୍ରଦର୍ଶିତ କରୁଛି।
କିନ୍ତୁ ସେଗୁଡ଼ିକୁ କୌଣସି ସ୍ପେସ୍ ପୃଥକ କରୁନାହିଁ। ତେଣୁ ଏକ ସ୍ପେସ୍ କ୍ୟାରେକ୍ଟର କ୍ରିଏଟ୍ କରିବା। ଚାର ସ୍ପେସ୍ ଇକ୍ୱାଲ୍ ଟୁ ସିଙ୍ଗଲ୍ କୋଟ୍ସରେ ସ୍ପେସ୍। ଧ୍ୟାନ ଦିଅନ୍ତୁ ଯେ ମୁଁ ଭେରିଏବଲ୍ ନେମ୍ ରେ ସମସ୍ତ ଅପର କେସ୍ ଲେଟର୍ସ ବ୍ୟବହାର କରିଛି, ସେଥିପାଇଁ ଏହା ସ୍ପଷ୍ଟ ଅଛି। ନିଜ ପସନ୍ଦ ଅନୁସାରେ ଆପଣ ଏହାକୁ ବଦଳାଇ ପାରିବେ। ଏବେ ଚାଲନ୍ତୁ ମେସେଜରେ ସ୍ପେସ୍ ଆଡ୍ କରିବା। ଗ୍ରୀଟ୍ ପ୍ଲସ୍ ସ୍ପେସ୍ ପ୍ଲସ୍ ନେମ୍। ଫାଇଲ୍ କୁ ସେଭ୍ କରି ରନ୍ କରନ୍ତୁ। ଆମେ ଆଶାନୁରୂପ ଓ ସ୍ପଷ୍ଟ ଆଉଟପୁଟ୍ ପାଇଲେ। ଚାଲନ୍ତୁ କିଛି ଷ୍ଟ୍ରିଙ୍ଗ ଅପରେଶନ୍ସ ଦେଖିବା। ମୁଁ ହେଲୋ ଶବ୍ଦର କିଛି କ୍ୟାରେକ୍ଟର୍ସ ଓ ଜାଭା ଶବ୍ଦକୁ ଅପର କେସ୍ ରେ ବଦଳାଉଛି। ଅଧିକାଂଶ ସମୟରେ ଯେତେବେଳେ ୟୁଜର୍ସ ଇନପୁଟ୍ ଦିଅନ୍ତି, ଆମକୁ ଏହିଭଳି ଭାଲ୍ୟୁଜ୍ ମିଳେ ମିଶାମିଶି କେସ୍ ରେ। ତେଣୁ ପ୍ରୋଗ୍ରାମ ରନ୍ କରି ଆଉଟପୁଟ୍ ଦେଖିବା। ଆମେ ଦେଖିପାରୁଛେ ଯେ ଆଉଟପୁଟ୍ ସ୍ପଷ୍ଟ ନାହିଁ। ଆଉଟପୁଟ୍ ସ୍ପଷ୍ଟ କରିବା ପାଇଁ ଚାଲନ୍ତୁ ଷ୍ଟ୍ରିଙ୍ଗ ମେଥଡ୍ସ ବ୍ୟବହାର କରିବା। ଟାଇପ୍ କରନ୍ତୁ ଗ୍ରୀଟ୍ ଇକ୍ୱାଲ୍ ଟୁ ଗ୍ରୀଟ୍ ଡଟ୍ ଟୁ ଲୋୟର କେସ୍। ଏହି ଷ୍ଟେଟମେଣ୍ଟ ଷ୍ଟ୍ରିଙ୍ଗ ଗ୍ରୀଟ୍ ର ପ୍ରତ୍ୟେକ କ୍ୟାରେକ୍ଟରକୁ ଲୋୟର କେସ୍ ରେ ବଦଳାଇ ଦେବ। ନେମ୍ ଇକ୍ୱାଲ୍ ଟୁ ନେମ୍ ଡଟ୍ ଟୁ ଅପର କେସ୍। ଏହି ଷ୍ଟେଟମେଣ୍ଟ ଷ୍ଟ୍ରିଙ୍ଗ ନେମ୍ ର ପ୍ରତ୍ୟେକ କ୍ୟାରେକ୍ଟରକୁ ଅପର କେସ୍ ରେ ବଦଳାଇ ଦେବ। ଫାଇଲ୍ କୁ ସେଭ୍ କରି ରନ୍ କରନ୍ତୁ। ଦେଖନ୍ତୁ ଆମେ ଷ୍ଟ୍ରିଙ୍ଗ ମେଥଡ୍ସ ବ୍ୟବହାର କରିବା ପରେ ଏବେ ଆଉଟପୁଟ୍ ସ୍ପଷ୍ଟ ଅଛି। ଏହିପରି ଭାବେ ଆମେ ଷ୍ଟ୍ରିଙ୍ଗ୍ସ କ୍ରିଏଟ୍ କରି ଷ୍ଟ୍ରିଙ୍ଗ ଅପରେଶନ୍ସ କରିପାରିବା। ଆହୁରି ଅନେକ ଷ୍ଟ୍ରିଙ୍ଗ ମେଥଡ୍ସ ଅଛି ଏବଂ ଆମେ ସେଗୁଡ଼ିକର ଆଲୋଚନା କଠିନ ବିଷୟ ଉପରେ କାମ କରିବା ସମୟରେ କରିବା। ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ। ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନ ବିଷୟରେ ଶିଖିଲେ। ଷ୍ଟ୍ରିଙ୍ଗ୍ସ କ୍ରିଏଟ୍ ଓ ଆଡ୍ କିପରି କରାଯାଏ ଏବଂ ଲୋୟର କେସ୍ ଓ ଅପର କେସ୍ କନଭର୍ଟ କରିବା ପରି ମୌଳିକ ଷ୍ଟ୍ରିଙ୍ଗ ଅପରେଶନ୍ସ ପ୍ରଦର୍ଶନ କଲେ। ଏହି ଟ୍ୟୁଟୋରିଆଲ ପାଇଁ ଏକ ଆସାଇନମେଣ୍ଟ ଭାବେ ଜାଭାରେ ଷ୍ଟ୍ରିଙ୍ଗ୍ସ ର ଏକ କନକ୍ୟାଟ ମେଥଡ୍ ବିଷୟରେ ପଢନ୍ତୁ। ଷ୍ଟ୍ରିଙ୍ଗ୍ସ ଆଡ୍ କରିବା ଠାରୁ ତାହା କିପରି ଭିନ୍ନ ଜାଣନ୍ତୁ। ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ। ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟକୁ ସାରାଂଶିତ କରେ। ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ। ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଟିମ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି। ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି। ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ଲେଖନ୍ତୁ। ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର ପ୍ରୋଜେକ୍ଟର ଏକ ଅଂଶ। ଏହା ଭାରତ ସରକାରଙ୍କ MHRD ର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ ଦ୍ୱାରା ସମର୍ଥିତ। ଏହି ମିଶନ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ। IIT ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି। ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ।